ମୁଁ ଆଜ୍ଞା ରଞ୍ଜିତ ସାହୁ ବ୍ରଜନାଥପୁର ପଞ୍ଚାୟତର ଆଜ୍ଞା 11 ନମ୍ବର ୱାର୍ଡ ମେମ୍ବର। କହିବାର ପଞ୍ଚାୟତ ଅଫିସ ତାଲା ପକାଇବାର ମୁଖ୍ୟ କାରଣ ଆଜ୍ଞା ଯେ ଯେଉଁ ଦିନଠୁ ଆଜ୍ଞା MLA ଇଲେକ୍ସନ୍ ହେଲା ସେଇ ତା ପରଦିନଠାରୁ ପଞ୍ଚାୟତ ଅଫିସରେ କୌଣସି ସଭା ସମିତି ୱାର୍ଡ ମେମ୍ବରମାନଙ୍କୁ ନେଇକିନା ହେଉନାହିଁ। ସରପଞ୍ଚ ନିଜେ କଣ୍ଟ୍ରାକ୍ଟର ସାଜି ନିଜ ମନ ଇଚ୍ଛାରେ କାମ କରୁଛନ୍ତି। ୱାର୍ଡ ମେମ୍ବରମାନେ ଯେଉଁଟା ବିରୋଧ କଲେ ସେଇଟାକୁ କରୁଛନ୍ତି, ୱାର୍ଡ ମେମ୍ବରମାନେ ଯେଉଁଟା କହୁଛନ୍ତି ସେଇଟା ଆଜ୍ଞା ହେଇପାରୁନି। ତେଣୁକରି ଏଥିରେ ଆଜ୍ଞା ମର୍ମାହତ ଦୁଃଖିତ ହୋଇ ଆମେ ପୂର୍ବରୁ ଜିଲ୍ଲାପାଳ ମହୋଦୟଙ୍କୁ ଏ ବାବଦରେ ଲିଖିତ ଅଭିଯୋଗ ଦେଇଥିଲୁ। ଜିଲ୍ଲାପାଳ କହିଥିଲେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ। କାଲି ସରପଞ୍ଚ ମହୋଦୟ ପୁଣି ଗୋଟିଏ ମିଟିଂ କରିବା ପାଇଁ ଗ୍ରାମସଭା କରିବା ପାଇଁ ବୋଲି ଗୋଟେ ଇଲିଗାଲି ହ୍ୱାଟ୍ସଆପ୍ରେ ଛାଡ଼ିଲେ ଯେ ଆଜି ଗ୍ରାମସଭା ହେଉଛି, କିନ୍ତୁ ସରପଞ୍ଚ ଆଜି ନିଜେ ଉପସ୍ଥିତ ନାହାନ୍ତି। ଗ୍ରାମସଭା କାହାକୁ ନେଇନା ହେଉଛି ଆମେ ଜାଣିପାରିଲୁ। ତେଣୁକରି ଆଜି ଆମେ ସମସ୍ତେ ୱାର୍ଡ ମେମ୍ବର ମିଶି ପଞ୍ଚାୟତ ଅଫିସ ତାଲା ପକାଇଛୁ। ଏହା ମଧ୍ୟରେ କହିଦେବାକୁ ଚାହେଁ ଯେ ଆମର ଗୁଡ଼ିବନ୍ଧ ଫାଣ୍ଡି ଅଧିକାରୀ ଫୋନ୍ କଲା ପରେ ମଧ୍ୟ ଆମେ ପଞ୍ଚାୟତ ଅଫିସ ଖୋଲିଛୁ। ଆଗାମୀ ଦିନରେ ପୁଣି ଆନ୍ଦୋଳନ କରିବୁ ଏବଂ ସରପଞ୍ଚ ଯେପର୍ଯ୍ୟନ୍ତ ଆମକୁ ହିସାବ ନ ଦେଇଛନ୍ତି ସେ ପର୍ଯ୍ୟନ୍ତ ପଞ୍ଚାୟତ ଅଫିସରେ କୌଣସି କାର୍ଯ୍ୟକ୍ରମ ଆମେ କରେଇଦେବୁ ନାହିଁ।